ଅଜାଣତରେ କରିଥିବା ପାପର ଫଳ କିପରି ମିଳିଥାଏ? ଏହା ସତ୍ୟ ଯେ କର୍ମର ଫଳ ଭୋଗିବାରୁ କେହି ରକ୍ଷା ପାଇନାହାନ୍ତି। କିନ୍ତୁ ଯଦି ତୁମର କାମ ଖରାପ ଦେଖାଯାଉଥିବ, କିନ୍ତୁ ଯଦି ତୁମର ଉଦ୍ଦେଶ୍ୟ ସତ୍ୟ ଓ ଲକ୍ଷ୍ୟ ଭଲ ଥିବ, ତେବେ ତୁମେ ଫଳ ମଧ୍ୟ ଠିକ୍ ଏବଂ ଭଲ ହେବ। ଯଦି ଆତ୍ମା କର୍ମର ଫଳ ଏ ଜନ୍ମରେ ଭୋଗ କରିନଥାଏ, ତେବେ ସେହି ଆତ୍ମା ନୂତନ ଶରୀର ନେଇ ଜନ୍ମ ନିଏ ଏବଂ ନୂତନ ଜନ୍ମରେ ନିଜ କର୍ମର ଫଳ ଭୋଗ କରେ। ଏହାକୁ କୁହନ୍ତି କର୍ମର ସିଦ୍ଧାନ୍ତ। ଆସନ୍ତୁ ଜଣେ ରାଜାଙ୍କ କାହାଣୀ ମାଧ୍ୟମରେ କର୍ମର ସିଦ୍ଧାନ୍ତ ବିଷୟରେ ଜାଣିବା। ବହୁ ବର୍ଷ ପୂର୍ବେ ଜଣେ ରାଜା ଥିଲେ। ସେହି ରାଜା ଦିନେ ତାଙ୍କର ଜନ୍ମ ପତ୍ରିକା ପଢ଼ୁଥିଲେ। ପଢ଼ିବା ବେଳେ ରାଜାଙ୍କ ମନରେ ପ୍ରଶ୍ନ ଆସିଲା ଯେ, ମୋ ଜନ୍ମ ସମୟରେ କେତେ ଲୋକ ଜନ୍ମ ହୋଇଛନ୍ତି, କିନ୍ତୁ କାହିଁକି ସମସ୍ତେ ମୋ ପରି ରାଜା ହୋଇନାହାନ୍ତି? ରାଜା ମନେ ମନେ ପ୍ରତି ମୁହୂର୍ତ୍ତରେ ପ୍ରତି କ୍ଷଣ ଏହି ପ୍ରଶ୍ନର ଉତ୍ତର ଖୋଜୁଥିଲେ, କିନ୍ତୁ ସେ ଏହାର ଉତ୍ତର ଖୋଜିବାରେ ଅସମର୍ଥ ହେଲେ। ନିଜ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ସେ ତାଙ୍କ ରାଜ୍ୟରେ ବହୁତ ବୁଦ୍ଧିମାନ ବ୍ୟକ୍ତିକୁ ଡକାଇଲେ। ସେହି ରାଜ୍ୟରେ ଥିବା ସମସ୍ତ ବୁଦ୍ଧିଜୀବୀ ରାଜସଭାରେ ଏକତ୍ରିତ ହେଲେ। ସେମାନଙ୍କ ଭିତରେ କୁହାକୁହି ହେଉଥିଲେ ଯେ ରାଜା ସେମାନଙ୍କୁ ଏଠାରେ କାହିଁକି ଡାକିଛନ୍ତି। ରାଜା ସମସ୍ତଙ୍କୁ ଅଭିବାଦନ ଜଣାଇଲେ ଏବଂ ସେମାନଙ୍କୁ ପଚାରିଲେ ଯେ, ମୁଁ ଯେତେବେଳେ ଜନ୍ମ ହୋଇଥିଲି ସେହି ସମୟରେ ବହୁତ ଲୋକ ଜନ୍ମ ହୋଇଥିଲେ, କିନ୍ତୁ ମୁଁ ହିଁ କାହିଁକି ସେହିମାନଙ୍କ ମଧ୍ୟରେ ରାଜା ହେଲି, ସେମାନେ କାହିଁକି ରାଜା ହେଲେ ନାହିଁ? ସବୁ ମହାନ ବୁଦ୍ଧିଜୀବୀମାନେ ଏହି ପ୍ରଶ୍ନ ବିଷୟରେ ଗଭୀର ଭାବରେ ଚିନ୍ତା କରିବାକୁ ଲାଗିଲେ, କିନ୍ତୁ କେତେ ଗଭୀର ଚିନ୍ତା ପରେ ମଧ୍ୟ ସେମାନେ ଏହି ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ। ସେଠାରେ ଜଣେ ବୃଦ୍ଧ ବୁଦ୍ଧିମାନ ବ୍ୟକ୍ତି ବସିଥିଲେ ଏବଂ କିଛି ସମୟ ପରେ ସେ କହିଥିଲେ ଯେ, ଏହି ପ୍ରଶ୍ନର ଉତ୍ତର ତୁମକୁ ଏକ ମହାନ ଋଷି ଦେଇପାରିବେ, ଯିଏକି ଦୀର୍ଘ ବର୍ଷ ଧରି ଏକ ଘନ ଜଙ୍ଗଲରେ ତପ କରୁଛନ୍ତି। ଏହା ଶୁଣି ରାଜା ପରଦିନ ନିଜ ସୈନିକମାନଙ୍କ ସହିତ ସେହି ଜଙ୍ଗଲ ଆଡ଼କୁ ଗଲେ। ସେ ଜଙ୍ଗଲ ଭିତରେ କିଛି ଦୂର ଯିବା ପରେ ରାଜା ସେଠାରେ ଏକ ଛୋଟ କୁଟୀର ଦେଖିଲେ। ରାଜା ସେହି କୁଟୀର ଭିତରକୁ ପ୍ରବେଶ କରିବା ପରେ ଦେଖିଲେ ଯେ ଜଣେ ଋଷି ସେଠାରେ ବସି କୋଇଲା ଖାଉଛନ୍ତି। ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ରାଜା ସାହସ କରି ତାଙ୍କୁ କହିଲେ, ହେ ସାଧୁ ମହାରାଜ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ମୁଁ ଆପଣଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହେଁ ଯେ, ମୁଁ ଜନ୍ମ ନେବା ଦିନ ବହୁତ ଲୋକ ଜନ୍ମ ହୋଇଛନ୍ତି, ମୁଁ ରାଜା ହୋଇଗଲି, କିନ୍ତୁ ସେମାନେ କାହିଁକି ରାଜା ହେଲେ ନାହିଁ? ଏହି ପ୍ରଶ୍ନ ଶୁଣିବା ପରେ ଋଷି କହିଲେ, ହେ ମହାରାଜ, ମୁଁ ତୁମର ଏହି ପ୍ରଶ୍ନର ଉତ୍ତର ଦେଇପାରିବି ନାହିଁ। ଟିକିଏ ଆଗକୁ ଯାଅ, ତୁମେ ଆଉ ଗୋଟିଏ ସାଧୁ ମହାରାଜଙ୍କୁ ପାଇବ। ସେ ତୁମକୁ ତୁମ ପ୍ରଶ୍ନର ଉତ୍ତର ଦେଇପାରନ୍ତି। ଏହା ଶୁଣି ରାଜା ଅନ୍ୟ ଜଣେ ସାଧୁଙ୍କୁ ଖୋଜିବାକୁ ବାହାରିଲେ। ସେ ଟିକିଏ ଆଗକୁ ଗଲା ପରେ ଜଣେ ସାଧୁଙ୍କୁ ସେଠାରେ ବସି ମାଟି ଖାଉଥିବାର ଦେଖିଲେ। ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ଏହିଥର ମଧ୍ୟ ରାଜା ସାହସ କରି ତାଙ୍କ ପ୍ରଶ୍ନର ଉତ୍ତର ପଚାରିଥିଲେ। ରାଜାଙ୍କ ପ୍ରଶ୍ନ ଶୁଣି ସାଧୁ କ୍ରୋଧରେ କହିଲେ, ଏଠାରୁ ଶୀଘ୍ର ଚାଲିଯାଅ, ତୁମର ଏହି ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ। କିନ୍ତୁ ସାଧୁ ତାଙ୍କୁ ଏକ ପୁଅ ବିଷୟରେ କହିଲେ ଏବଂ କହିଲେ, ତୁମେ ତା ପାଖକୁ ଯାଅ, ନିଶ୍ଚିନ୍ତ ଭାବରେ ତୁମେ ତୁମର ପ୍ରଶ୍ନର ଉତ୍ତର ପାଇଯିବ। ଏହାପରେ ରାଜା ସେହି ପିଲାଟିର ସନ୍ଧାନରେ ଆଗକୁ ବଢ଼ିବାକୁ ଲାଗିଲେ। ପିଲାଟିକୁ ଖୋଜିବା ସମୟରେ ରାଜା ଏକ ଗାଁରେ ପହଞ୍ଚିଥିଲେ। କିଛି ସମୟ ପରେ ରାଜା ସେଠାରେ ପିଲାଟିକୁ ପାଇଲେ, ଯିଏ ବହୁତ ଅସୁସ୍ଥ ଥିଲେ। ରାଜା ପିଲାଟିକୁ ତାଙ୍କ ପ୍ରଶ୍ନ ପଚାରିଲେ ଏବଂ ପିଲାଟି କହିଲା, ମହାରାଜ, ଆମେ ଆମର ପୂର୍ବଜନ୍ମରେ 4 ଭାଇ ଥିଲୁ। ଥରେ ଆମେ 4 ଭାଇ ବୁଲୁ ବୁଲୁ ଜଙ୍ଗଲରେ ହଜିଗଲୁ। ସେଠାରେ ଆମେ ଅନେକ ଦିନ ପର୍ଯ୍ୟନ୍ତ ବୁଲୁଥିଲୁ। ଗୋଟିଏ ସମୟରେ ଆମକୁ ବହୁତ ଭୋକ ଲାଗିଥିଲା ଓ ଆମ ପାଖରେ ଅଳ୍ପ ଅଟା ଥିଲା। ସେଥିରୁ ଆମେ ରୁଟି ତିଆରି କଲୁ। ଆମେ ଯେତେବେଳେ ଖାଇବା ଆରମ୍ଭ କରିଲୁ, ସେତେବେଳେ ଜଣେ ବାବା ସେଠାକୁ ଆସିଲେ। ସେ ବାବା ବହୁତ ଭୋକିଲା ଥିଲେ ଓ ଆମମାନଙ୍କୁ ଖାଇବା ମାଗିଲେ। ତାହା ଦେଖି ଆମ ବଡ଼ ଭାଇ କହିଲେ ଯେ, ଯଦି ଆମେ ଆପଣଙ୍କୁ ଏହି ଖାଇବା ଦେଇଦେବୁ, ଆମେ କ'ଣ ଅଙ୍ଗାର ଖାଇବୁ? ସେମିତି ଦ୍ୱିତୀୟ ଭାଇ କହିଲା, ଯଦି ଆମେ ଆମ ରୁଟି ଦେଇଦେବୁ, ତେବେ ଆମେ କ'ଣ ମାଟି ଖାଇବୁ କି? ଓ ଯେତେବେଳେ ମୋ ପାଳି ଆସିଲା, ମୁଁ ମଧ୍ୟ ରୁଟି ଦେବାକୁ ମନା କରିଦେଲି। କିନ୍ତୁ ରାଜନ, ତୁମେ ଆମର ଚତୁର୍ଥ ଭାଇ ଥିଲ। ତୁମେ ବହୁତ ଦୟାଳୁ ଥିଲ। ତୁମେ ସେହି ବାବାଙ୍କୁ ତୁମର ଖାଦ୍ୟ ଦେଇଥିଲ ଏବଂ ନିଜେ ଭୋକିଲା ରହିଥିଲ। ତୁମର ଏହି ଗୁଣ ହେତୁ ତୁମେ ଏହି ଜନ୍ମରେ ରାଜା ହେଲ। ତୁମେ ରାସ୍ତାରେ ପ୍ରଥମେ ଯାହାକୁ ଦେଖିଲ, ଯିଏ ଅଙ୍ଗାର ଖାଉଥିଲେ, ସେ ତୁମର ବଡ଼ ଭାଇ ଥିଲେ। ଯିଏ ମାଟି ଖାଉଥିଲେ, ସେ ତୁମର ଦ୍ୱିତୀୟ ଭାଇ ଥିଲେ ଏବଂ ମୁଁ ତୁମର ତୃତୀୟ ଭାଇ, ଯିଏ ବର୍ତ୍ତମାନ ମୃତ୍ୟୁ ପଥରେ ଅଛି। ହେ ମହାରାଜ, ସେହିଭଳି ଆମ 3 ଭାଇ ଆମର କର୍ମଫଳ ଭୋଗୁଛୁ। ପିଲାଟିର କଥା ଶୁଣି ରାଜା ନିଶ୍ଚୟ ନିଜର ପ୍ରଶ୍ନର ଉତ୍ତର ପାଇଗଲେ। ଦ୍ୱିତୀୟ କାହାଣୀରେ ତୁମେ କିପରି ତୁମର କର୍ମର ଫଳ ପାଇବ, ଏକଥା ଜଣେ ଶକ୍ତିଶାଳୀ ପ୍ରତାପୀ ରାଜା ଥିଲେ। ସେ ତାଙ୍କ ପ୍ରାସାଦରେ ବ୍ରାହ୍ମଣମାନଙ୍କ ପାଇଁ ଭୋଜନ ଆୟୋଜନ କରିଥିଲେ। ଏହି ଆୟୋଜନ ସେ ତାଙ୍କ ଉଦ୍ୟାନରେ କରିଥିଲେ। ସେଥିପାଇଁ ରୋଷେଇଆ ମଧ୍ୟ ସେହି ଉଦ୍ୟାନରେ ହିଁ ଖାଦ୍ୟ ରାନ୍ଧୁଥିଲା। ସେହି ସମୟରେ ଆକାଶରେ ଏକ ଚିଲ ଉଡ଼ୁଥିଲା। ସେହି ଚିଲଟି ନିଜ ପଞ୍ଝାରେ ଗୋଟିଏ ସାପକୁ ଭିଡ଼ି ଧରିଥିଲା ଏବଂ ସାପଟି ନିଜକୁ ବଞ୍ଚାଇବା ପାଇଁ ଚିଲକୁ କାମୁଡ଼ିବା ନିମନ୍ତେ ପ୍ରୟାସ କରୁଥିଲା। ଏହି ସମୟରେ ସାପର ବିଷରୁ କିଛି ବୁନ୍ଦା ତଳକୁ ଖସି ଉଦ୍ୟାନରେ ଥିବା ହାଣ୍ଡିରେ ପଡ଼ିଯାଇଥିଲା, ଯେଉଁଥିରେ ବ୍ରାହ୍ମଣମାନଙ୍କ ଖାଦ୍ୟ ରନ୍ଧାଯାଉଥିଲା। କିନ୍ତୁ ଏହି କଥା ରୋଷେଇଆ ଜାଣିପାରିନଥିଲା। ଫଳସ୍ୱରୂପ ସେହି ସମସ୍ତ ଖାଦ୍ୟ ବିଷାକ୍ତ ହୋଇଗଲା ଏବଂ ବ୍ରାହ୍ମଣମାନେ ସେହି ଖାଦ୍ୟ ଖାଇଥିଲେ।
ସମସ୍ତ ବ୍ରାହ୍ମଣମାନେ ବିଷାକ୍ତ ଖାଦ୍ୟ ଖାଇବା ହେତୁ ମୃତ୍ୟୁବରଣ କଲେ। ଏତେ ସଂଖ୍ୟକ ବ୍ରାହ୍ମଣ ଏକାଠି ମରିବା ଭଲ କଥା ନୁହେଁ। ଏହା ଏକ ବଡ଼ ପାପ ଥିଲା। ବର୍ତ୍ତମାନ ଏହି ପାପ ପାଇଁ କାହାକୁ ଦଣ୍ଡ ଦିଆଯିବା ଉଚିତ ବୋଲି ଭଗବାନଙ୍କ ନିକଟରେ ପ୍ରଶ୍ନ ଉଠିଥିଲା। ପ୍ରଥମେ ରାଜା ଯିଏ ଏହି ଭୋଜନର ଆୟୋଜନ କରିଥିଲେ କିନ୍ତୁ ଖାଦ୍ୟରେ ବିଷ ଥିବା ଜାଣିନଥିଲେ। ଦ୍ୱିତୀୟ, ଖାଦ୍ୟ ପ୍ରସ୍ତୁତ କରୁଥିବା ରୋଷେଇଆ ଯିଏ ଜାଣିପାରିନଥିଲେ ଯେ ଏହା ବିଷାକ୍ତ ହୋଇଯାଇଛି। ତେବେ କ'ଣ ଦଣ୍ଡ ସେହି ଚିଲକୁ ମିଳିବା ଉଚିତ ନା ସେହି ସାପକୁ ଯିଏ ଆତ୍ମରକ୍ଷା ପାଇଁ ବିଷ ଓଗାଳିଥିଲା? ତେବେ ଏପରି ବଡ଼ ପାପ ପାଇଁ କାହାକୁ ଦଣ୍ଡ ଦିଆଯିବ? ଏହା ଏକ ବଡ଼ ଦ୍ୱନ୍ଦ୍ୱରେ ପରିଣତ ହେଲା। ଅନେକ ଦିନ ବିତିଗଲା କିନ୍ତୁ ଭଗବାନ ଉଚିତ ପଦକ୍ଷେପ ନେଇପାରିଲେ ନାହିଁ। କିଛି ଦିନ ପରେ ଏକଦା କିଛି ବ୍ରାହ୍ମଣ ସେହି ରାଜ୍ୟକୁ ଆସି ଜଣେ ମହିଳାଙ୍କୁ ରାଜପ୍ରସାଦର ଠିକଣା ମାଗିଥିଲେ। ମହିଳା ଜଣକ ରାଜପ୍ରସାଦର ଠିକଣା କହିଥିଲେ କିନ୍ତୁ ଠିକଣା କହିବା ପରେ ମହିଳା ଜଣକ ସେହି ବ୍ରାହ୍ମଣମାନଙ୍କୁ ଚେତାଇଥିଲେ ଯେ ଆପଣମାନେ ପ୍ରାସାଦକୁ ଯାଉଛନ୍ତି କିନ୍ତୁ ଟିକେ ସତର୍କ ରହିବେ, କାରଣ ଏହି ରାଜା ବ୍ରାହ୍ମଣମାନଙ୍କୁ ଖାଦ୍ୟରେ ବିଷ ମିଶାଇ ଖାଦ୍ୟ ଖାଇବାକୁ ଦେଇଥିଲେ। ମହିଳା ଜଣକ ଏହା କହିବା ମାତ୍ରେ ଭଗବାନ କହିଥିଲେ ଯେ ମୁଁ ଏହି କର୍ମର ଫଳର ପ୍ରକୃତ ଉତ୍ତରାଧିକାରୀକୁ ପାଇଯାଇଛି। ସମସ୍ତେ ଈଶ୍ୱରଙ୍କୁ ପଚାରିଲେ ସେ କିଏ? ଭଗବାନ କହିଲେ ଯେ ଏହି ମହିଳା ଜଣକ ଏଥିପାଇଁ ଦଣ୍ଡ ପାଇବା ଉଚିତ। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ କହିଥିଲେ ଯେ ସେହି ସମୟରେ ମହିଳା ସେଠାରେ ଉପସ୍ଥିତ ହିଁ ନଥିଲେ। ସେ ଖାଦ୍ୟରେ ବିଷ ମିଶାଇ ନାହାନ୍ତି, ସେହି ଖାଦ୍ୟ ରୋଷେଇ ମଧ୍ୟ କରିନାହାନ୍ତି କିମ୍ବା ବ୍ରାହ୍ମଣମାନଙ୍କୁ ଖାଦ୍ୟ ପରିବେଷଣ କରିନାହାନ୍ତି। ତେବେ ଆପଣ ଏଥିପାଇଁ ତାଙ୍କୁ କାହିଁକି ଦଣ୍ଡ ଦେଉଛନ୍ତି? ତେବେ ଭଗବାନ କହିଛନ୍ତି ଯେ ଯିଏ କୌଣସି ଘଟଣାକୁ ଅଧିକ ଉପଭୋଗ କରନ୍ତି ତାଙ୍କୁ ହିଁ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ। ଏହି ପୁରା ଘଟଣାରେ ରୋଷେଇଆ ଆନନ୍ଦ ଅନୁଭବ କଲେ ନାହିଁ, କି ରାଜା ଆନନ୍ଦ ଅନୁଭବ କଲେ ନାହିଁ, କି ସାପ ବା ସେହି ଚିଲ ଆନନ୍ଦ ଅନୁଭବ କଲେ ନାହିଁ, କିନ୍ତୁ ଏହି ମହିଳା ଏହି ଘଟଣାରୁ ସବୁଠାରୁ ଅଧିକ ଆନନ୍ଦ ଏବଂ ଅଧିକ ରସ ପାଇଲେ। ତେଣୁ ଏହି କର୍ମର ଫଳ ସେ ହିଁ ଭୋଗିବ। ତେବେ ଏହି କାହାଣୀରେ ଆମକୁ କ'ଣ ଶିକ୍ଷା ମିଳେ? ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ କର୍ମର ଫଳର ବ୍ୟାଖ୍ୟା କରିବା ଏତେ ସହଜ ନୁହେଁ। ଆମର ଶବ୍ଦ ହିଁ ଆମର କର୍ମ। ଆମେ କରୁଥିବା କାମ ତ ଆମର କର୍ମ, କିନ୍ତୁ କାହା ପ୍ରତି ଆମର ଭାବନା ହିଁ ଆମର ପ୍ରକୃତ କର୍ମ। ଆମର ଚିନ୍ତାଧାରା ହିଁ ଆମର କର୍ମ ଅଟେ। ଯଦି ତୁମେ ତୁମର ଚିନ୍ତାଧାରାକୁ ନିୟନ୍ତ୍ରଣ କରିବା ଶିଖିଯିବ ତେବେ ତୁମେ ଜଣେ ମହାନ ବ୍ୟକ୍ତି ହୋଇପାରିବ। ଯେତେବେଳେ ତୁମେ ଭଲ କଥା ଭାବୁଛ ତେବେ ତୁମ ସହିତ ଭଲ ହିଁ ହେବ ଏବଂ ଏହା ହେଉଥିବ ମଧ୍ୟ। ତେଣୁ ବନ୍ଧୁଗଣ, କାହାର ଖରାପ କାର୍ଯ୍ୟକୁ ସମାଲୋଚନା କରିବା ଉଚିତ ନୁହେଁ। ଗରୁଡ଼ ପୁରାଣ ଅନୁସାରେ କର୍ମର ଫଳ କ'ଣ? ଗରୁଡ଼ ପୁରାଣ ଅନୁଯାୟୀ ଜଣେ ବ୍ୟକ୍ତି ନିଜ କାର୍ଯ୍ୟ ଅନୁଯାୟୀ ସ୍ୱର୍ଗକୁ କିମ୍ବା ନର୍କକୁ ଯାଏ। ନର୍କ ବିଷୟରେ ଗରୁଡ଼ ପୁରାଣରେ ଲେଖା ଅଛି ଯେ ନର୍କ 36 ପ୍ରକାରର, ଯେଉଁଠାରେ ଜଣେ ପାପୀ ଲୋକର ଆତ୍ମାକୁ ବିଭିନ୍ନ ପ୍ରକାରର ଯନ୍ତ୍ରଣା ମିଳିଥାଏ। ଏହି 36 ପ୍ରକାର ନର୍କ ମଧ୍ୟରୁ 10ଟି ମୁଖ୍ୟ ନର୍କ ଗରୁଡ଼ ପୁରାଣରେ ବର୍ଣ୍ଣିତ ଅଛି। ତେଣୁ ଦର୍ଶକ ବନ୍ଧୁ, ଏହି କାହାଣୀକୁ ଗୁଡ଼ିକରୁ ଆମେ ଏହା ଶିଖିଲେ ଯେ ଆମକୁ ଆମ କର୍ମର ଫଳ ଭୋଗିବାକୁ ପଡ଼ିବ। ଆମେ ଜାଣିବାକୁ ପାଇଲେ ଯେ ଆମେ ଯାହା ବି କର୍ମ କରୁ, ଠିକ୍ ହେଉ କିମ୍ବା ଭୁଲ, ତାର ଫଳ ଆମକୁ ଦିନେ ନା ଦିନେ ଭୋଗିବାକୁ ହିଁ ପଡ଼ିଥାଏ। ଯଦି ଜୀବନ ଆମକୁ ହସାଏ ତାର ଅର୍ଥ ଆମେ ଭଲ କର୍ମର ଫଳ ପାଇଛେ, ଏବଂ ଯଦି ଜୀବନ ଆମକୁ କନ୍ଦାଏ ତାର ଅର୍ଥ ଆମର ଖରାପ କର୍ମର ଫଳ ଆମେ ଭୋଗୁଛେ। ଆମେ ଯାହା ବି କରୁ, ଭଲ କି ଖରାପ, ତାହା ଆମକୁ କେବେ ବି ଛାଡ଼ି ନଥାଏ। ଆଜି ନୁହେଁ ତ ଆସନ୍ତାକାଲି ଆମେ ନିଶ୍ଚିତ ଭାବରେ ତାର ଫଳ ପାଇବା। କିନ୍ତୁ ଅନେକ ଥର ଯେତେବେଳେ ଆମେ ଅନେକ ଦୁଃଖର ସମ୍ମୁଖୀନ ହେଉ, ସେତେବେଳେ ଆମେ କହିଥାଉ ଯେ ଆମେ ତ କୌଣସି ଖରାପ କର୍ମ କରିନାହିଁ, ଆମେ କାହାର କୌଣସି ଅନିଷ୍ଟ କରିନାହୁଁ, ତାହେଲେ ଆମେ ଏତେ ଦୁଃଖ କାହିଁକି ଭୋଗୁଛେ? କିନ୍ତୁ ଦର୍ଶକ ବନ୍ଧୁ, ଆମେ ନିଶ୍ଚିନ୍ତ ଭାବରେ କିଛି ଖରାପ କର୍ମ କରିଛୁ। ଯଦି ଆମେ ଏହି ଜନ୍ମରେ ତାହା କରିନେ, ତାହେଲେ ଆମେ ପୂର୍ବ ଜନ୍ମରେ କିଛି ତ ଖରାପ କର୍ମ କରିଛେ ଯାହାର ଆମର ମନେ ନାହିଁ। କାରଣ ଆମେ ମଣିଷମାନଙ୍କ ସହିତ ଖେଳ ଖେଳିବା ପାଇଁ, କିନ୍ତୁ ଭଗବାନଙ୍କ ସହିତ ନୁହେଁ। କର୍ମର ସିଦ୍ଧାନ୍ତ ଅତି ସରଳ। ତୁମେ ଯେଉଁ ପ୍ରକାର ବୀଜ ବୁଣିବ ସେହି ପ୍ରକାର ଫଳ ପାଇବ। ତୁମେ ଯାହା ଦେବ ତାହା ଫେରି ପାଇବ। ତେଣୁ ନିଜ ମନରୁ ଏହା ସ୍ଥିର କର ଯେ ତୁମକୁ କ'ଣ ଦରକାର। ଯଦି ତୁମେ ଏହି ବ୍ରହ୍ମାଣ୍ଡକୁ ସକାରାତ୍ମକ ଶକ୍ତି ଦିଅ, ତେବେ ତୁମ ମଧ୍ୟ ସକାରାତ୍ମକ ଶକ୍ତି ପାଇବ। ଆଶା କରୁଛି ଆଜିର କର୍ମର ଫଳ କାହାଣୀଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଆଜିର କାହାଣୀକୁ ମୁଁ ଏଇଟା ଶେଷ କରୁଛି। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।